ଆଜିର ଏହି ଭିଡିଓରେ ଆମେ ଆଲୋଚନା କରିବା ଦିଲ୍ଲୀର ରାଜନୈତିକ ପରିଦୃଶ୍ୟ କିଭଳି ପରିବର୍ତ୍ତନ ହେଲା। ନିକଟରେ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବହୁତ ବଡ଼ ସଫଳତା ହାସଲ କରିଛି। ଏବେ ଦିଲ୍ଲୀରେ ନୂଆ ସରକାର ଗଠନ ହୋଇଛି। ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିସାରିଛନ୍ତି। ଏଇଟା ଗୋଟେ ବଡ଼ ଝଟକା ଲାଗିଛି ଆମ୍ ଆଦମୀ ପାର୍ଟି ପାଇଁ, କାରଣ 10 ବର୍ଷ ଧରି ଦିଲ୍ଲୀରେ ସତ୍ତାରେ ଥିଲା ଆମ୍ ଆଦମୀ ପାର୍ଟି। ଆପଣ ଜାଣିଛନ୍ତି ଯେ 70ଟି ବିଧାନସଭା ଆସନରୁ 48ଟି ବିଧାନସଭା ଆସନରେ ବିଜେପି ଜିତିଛି, ଆଉ ମାତ୍ର 22ଟି ଆସନରେ ଆମ୍ ଆଦମୀ ପାର୍ଟି ଜିତିପାରିଛି। ତ ସେ ଏଥିରୁ ପ୍ରମାଣ ହେଇଗଲା ଯେ ଦିଲ୍ଲୀର ଜନତା ପରିବର୍ତ୍ତନ ଚାହୁଁଥିଲେ। ରେଖା ଗୁପ୍ତା ଶାଲିମାର ବାଗ ବିଧାନସଭା ଆସନରୁ ବନ୍ଦନା କୁମାରୀକୁ, ଯିଏକି ଆମ୍ ଆଦମୀ ପାର୍ଟିର କ୍ୟାଣ୍ଡିଡେଟ୍ ଥିଲେ, ତାଙ୍କୁ ପ୍ରାୟ 29,595 ମତର ମାନେ ତାରତମ୍ୟରେ ହରାଇଛନ୍ତି। ଏ ଯେଉଁ ନୂତନ ସରକାର, ଆଉ ଏଇ ସରକାରର ନୀତି କ'ଣ ରହିବ? ମୁଖ୍ୟମନ୍ତ୍ରୀ ହେଲା ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଦିଲ୍ଲୀର ପୂର୍ବତନ ସରକାର ଦ୍ୱାରା କରାଯାଇଥିବା ଅନେକ ଅନୀତି ଉଦ୍ଘାଟିତ ହେବ। ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ, ଯାହାକୁ ଆମେ ସିଏଜି କହୁ, ତାଙ୍କ ରିପୋର୍ଟ ମଧ୍ୟ ପ୍ରକାଶ କରାଯିବ ପ୍ରଥମ ବିଧାନସଭା ବୈଠକରେ। ତ ଯେଉଁଥିରେ ଆମ୍ ଆଦମୀ ପାର୍ଟି ସରକାର ସମ୍ବନ୍ଧୀୟ ବହୁତ କିଛି ଅଭିଯୋଗ ଅଛି, ସେଇଟା ମଧ୍ୟ ସମସ୍ତଙ୍କ ନଜରକୁ ଆସିବ। ଆଉ ଅନେକ ନେତାଙ୍କ ପାଇଁ ମଧ୍ୟ ଆଇନଗତ ସମସ୍ୟା ସୃଷ୍ଟି ହେଇପାରେ। ଆପଣ ଦେଖିବେ ଯେ 6 ଜଣ କ୍ୟାବିନେଟ୍ ମନ୍ତ୍ରୀ ଏଥର ଶପଥ ନେଇଛନ୍ତି। ସେଥିରେ କପିଳ ମିଶ୍ରଙ୍କୁ ଆଇନ ମନ୍ତ୍ରୀ ଭାବରେ ନିଯୁକ୍ତି ମିଳିଛି। ତା ସହିତ ଆମର ପ୍ରବେଶ ସିଂ ବର୍ମା, ଯିଏକି ହୋମ୍ ପବ୍ଲିକ ୱାର୍କ ଡିପାର୍ଟମେଣ୍ଟ, ଆଶିଷ ସୁଦ ହୋମ୍ ପାୱାର, ଏଇଭଳି ମିନିଷ୍ଟ୍ରି ତାଙ୍କୁ ଦିଆଯାଇଛି। ସରଦାର ମନିନ୍ଦର ସିଂ ସିରସା ତାଙ୍କୁ ଇଣ୍ଡଷ୍ଟ୍ରି, ଶ୍ରୀ ରବିନ୍ଦର ସିଂ ତାଙ୍କୁ ସୋସିଆଲ ୱେଲଫେୟାର, କପିଲ ମିଶ୍ରା ଲ ଆଣ୍ଡ ଜଷ୍ଟିସ୍, ଲେବର, ଏମ୍ପ୍ଲୟମେଣ୍ଟ ଡେଭଲପମେଣ୍ଟ, ପଙ୍କଜ କୁମାର ସିଂ ତାଙ୍କୁ ହେଲ୍ଥ ଆଉ ଫ୍ୟାମିଲି ୱେଲଫେୟାର, ଟ୍ରାନ୍ସପୋର୍ଟେସନ, ଇନଫର୍ମେସନ ଟେକ୍ନୋଲୋଜି ଆଦି ବିଭାଗ ବଣ୍ଟନ କରାଯାଇଛି। ତ ଆମ୍ ଆଦମୀ ପାର୍ଟି ପାଇଁ କ'ଣ ଅଛି, ଏଥିରେ କ'ଣ ସମସ୍ୟା ଅଛି ଭବିଷ୍ୟତରେ? ନା, ମିଡ଼ିଆ କଭରେଜରେ ଆପଣ ଜାଣିଥିବେ ଯେ ଆମ୍ ଆଦମୀ ପାର୍ଟି ସବୁବେଳେ ଆଗରେ ଥିଲା। ବର୍ତ୍ତମାନ ସେମାନେ ବିପକ୍ଷରେ ଅଛନ୍ତି, ତ ସେମାନଙ୍କ ପ୍ରଭାବ ଅଳ୍ପ ହୋଇଯାଇଛି। ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ ଯେଉଁ 10-12 ବର୍ଷ ଧରି ଆମ୍ ଆଦମୀ ପାର୍ଟି ରାଜନୀତି କରିଛି, ଏହି ଦିଗରୁ ଏହି ପରିଣାମ ସେମାନଙ୍କ ପାଇଁ ବଡ଼ ଚିନ୍ତାର ବିଷୟ। ଏବେ ପ୍ରଶ୍ନ ହେଉଛି ଆମ୍ ଆଦମୀ ପାର୍ଟି କିପରି ଏହି ହାରକୁ ନେବ ଏବଂ ଭବିଷ୍ୟତ ପନ୍ଥା କ'ଣ ହେବ? କାରଣ ଅନେକ ପ୍ରକାର କେସ୍ ତାଙ୍କ ବିରୁଦ୍ଧରେ ଅଛି, ଯାହାକି ଜଣାଉଛି ଯେ ଭବିଷ୍ୟତରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିପାରେ। ତ ଆପଣଙ୍କର ଏଥିରେ କ'ଣ ମତ? ନିମ୍ନରେ କମେଣ୍ଟ କରନ୍ତୁ। ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଏଭଳି ଯେପରି ଆପଣ ଏହି ପ୍ରକାଶନ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଖବର ପାଇପାରିବେ ଭବିଷ୍ୟତରେ। ଧନ୍ୟବାଦ।